चिंता करुवा समय कहले प्रभु आपण कौन से दिन कथा को पासरी पारि कथा परस्पर मध्य कथोपकथन होता समय कहीं केतेबेले अष्टपाठ वंशी मान सहित मिलित रोते सुधा स्वतः भावे राधा राधा शब्द मन उच्चारण कर चिंता कर अष्टपाठ वंशी माने बोधे प्रभु से गोपाल चिंता कर निर्दिष्ट समय घाट के ब्राह्मण को नहीं सिंहदर दानी पर पहुंची गले कहले सखी माने जिते आप देखिए कौन उत्सव होता है स्वतंत्र दिग थाए ताहा कौन उत्सुक नेत्र समते चाही जड़े उपयुक्त अतिथि आसवे सभा समिति हो से पर्यटन गोटे दिग यात्रा अन्य कथार समस्ते बुलूवा समय जो मैंने कार्य को तदारख करुवे केतेबेले आसी पहुंचे से उपयुक्त अतिथि मन चंचल भगवान कृष्ण अष्टपाठ वंशी मान कथार उत्तर न दे मात्र सखांकर आगमन चाहिए जिते भाटटे सखा को नहीं आसी पहुंची सखे माने एबे समय हो गला आसंतु जीवा समय कुआडे जीवा ना बाल्य समय मोर जने परम मित्र परम बंधु आसी ना सेठी पय मन दुख थिला सेठी पय मन चंचल थिला से किए से अन्य केही नहंती से सुदामा ब्राह्मण हे मोर परे गुण ग्राहक विद्वान वर्गे से दिन रुक्मिणी आ सत्यभामा संगर धरी पहुंची कौटी जो द्वारकावासी माने दर्शन करेंगे कृष्ण आ सुदामा
ଆଧୁନିକ ବୈଦିକ ବ୍ୟବସ୍ଥା ଆଉ ଆଜି ନାହିଁ। ଅତିଥି ମାନେ ଭଦ୍ର ବ୍ୟକ୍ତି ମାନେ ଆମ ଗୃହକୁ ପ୍ରବେଶ କରୁଥିବା ସମୟରେ ନା ପାଣି ଢାଳ ଅଛି, ନା ପିଢା ଅଛି, ନା ଗୋଡ ପୋଛା କିଛି ଅଛି। ଆପଣ ଦେଖନ୍ତୁ ଆମ ପୁରାଣ କେତେ ମହାନ, ଆମ କୃଷ୍ଣ କେତେ ମହାନ। ନିଜର ସଖାଙ୍କର ଧୌତ କରିଦେବା ପାଇଁ ସମସ୍ତ ଧର୍ମପତ୍ନୀ ମାନଙ୍କୁ ସାଙ୍ଗରେ ଧରି ଆସିଛନ୍ତି। ସୁବର୍ଣ୍ଣ କଳସୀରେ ଅଷ୍ଟପାଠ ବଂଶୀ ମାନେ ରୁକ୍ମିଣୀ ସତ୍ୟଭାମା ସମେତ ପୂର୍ଣ୍ଣ ସୁବର୍ଣ୍ଣ କଳସୀ ଧରି ସିଂହ ଦରଜା ନିକଟରେ ସମସ୍ତେ କରେ ନୀଳରତ୍ନ ଭରା ଧରି ସେଇଠୁ ଜଳଧାର କରିଛନ୍ତି। ଭଗବାନ କୃଷ୍ଣ ବସି ପଡ଼ିଛନ୍ତି। ସଖାଙ୍କର ଗୋଟାଏ ପାଦକୁ ଏଇ ଦାନୁ ଉପରେ ଥୋଇଛନ୍ତି। ରୁକ୍ମିଣୀ ସତ୍ୟଭାମା ସମସ୍ତେ ସେଇଠି ଜଳ ଢାଳୁଛନ୍ତି। ପ୍ରଭୁଙ୍କର ନିଜ ସଖାଙ୍କର ପାଦକୁ ଧୋଇ ଦେଖନ୍ତୁ ଦ୍ୱାରକାର ସମ୍ରାଟ ସାର୍ବଭୌମ ସମ୍ରାଟ ଆମର ପୁରାଣର କୃଷ୍ଣ ଏତେ ମହାନ। ଅତିଥି ଦେବ ଭବ ନମ ବ୍ରହ୍ମଣ୍ୟ ଦେବାୟ। ସେ ରାଜା ହଉ କିନ୍ତୁ ବ୍ରାହ୍ମଣ ଏବଂ ନିଜର ବାଲ୍ୟ ସଖା ଯେହେତୁ ଦାନୁ ଉପରେ ପାଦଟା ଧୋଇ ବହୁତ କରିଦେଇଛନ୍ତି। ପଦବ୍ରତରେ ଆସିଛନ୍ତି। ଅଣ୍ଟା ଫୁଟି ଯାଇଛି, ଧାର ଧାର ରକ୍ତ ବହି ଯାଉଛି, ବହି ଦେଉଛନ୍ତି। ନିଜର ବସନାଞ୍ଚଳରେ ପୋଛି ଦେଉଛନ୍ତି। କିଏ ଅଛି କିଏ ପାରିବ ଏ କଥା କରି? ହେ ମୋର ବରେଣ୍ୟ ଗୁଣଗ୍ରାହକ ବିଦ୍ୱାନ ବର୍ଗେ, ଠାଣୁ ନିର୍ବାକ ଭାବରେ ସେଦିନ ସୁଦାମା ବ୍ରାହ୍ମଣ ଦେଖୁଛି ସୁମତି କଣ କଲୁ, କି ଦୁର୍ବୁଦ୍ଧି କଲୁ, କଣ ପାଇଁ ଆସି ମୁଁ ସଖାଙ୍କ ନିକଟରେ ପହଞ୍ଚିଲି। ସେ ମୋର ଈଶ୍ୱର ମୋର ଇଷ୍ଟ ମୋ ପାଦକୁ ଧୌତ କରିଦେଇଛନ୍ତି। ଅମ୍ଭାପତ୍ର ଭଳି ହରୁଥାନ୍ତି ଦୁଇ ପାଦକୁ ଧୌତ କରିଦେଇ ବସନାଞ୍ଚଳରେ ପୋଛି ଦେଇ ସେ ରାଜ ସିଂହାସନରେ ଉପବେଶନ କରାଇ ଦେଲେ। ବନ୍ଧୁ କଣ ଆଣିଛନ୍ତି ସେଇଠି ଲକ୍ଷ୍ୟ ଅଛି, ଆଉ କିଛି ଲକ୍ଷ୍ୟ ନାହିଁ। ହଉ ହେଲା ସ୍ୱାମୀଙ୍କ ସହିତ ଯାଇ ପାଦ ଧୋଇଦେଲେ, କିନ୍ତୁ ମନରେ ସେ ସୂକ୍ଷ୍ମ ଚିନ୍ତାଧାରା ଅଛି କଣ ଆଣିଛନ୍ତି। ଆଚ୍ଛା ଯଦି ମିଠା ପୁଡ଼ିଆଟେ ଆସିଥାନ୍ତା ଆମ ଡାଇନିଂ ରେ ଟେବୁଲ ଉପରେ ଥୁଆ ହେଇଥାନ୍ତା, ଚେୟାର ପାଖରେ ଥୁଆ ହେଇଥାନ୍ତା, କାହିଁ ନାହିଁ ତ ଫଳମୂଳ କିଛି ଆଣିନାହାନ୍ତି। କଣ ଆଣିଛନ୍ତି ଚତୁର୍ଦିଗକୁ ଚାହୁଁଛନ୍ତି। ଜଣେ ଜାଣିଛି ତା ଭିତରେ 8 ଜଣଙ୍କ ଭିତରେ ଜଣେ ଜାଣିଛି ସଖା ନିଶ୍ଚିତ ରିକ୍ତ ହସ୍ତରେ ଆସିନଥିଲେ। ବରେଣ୍ୟ ଗୁଣଗ୍ରାହକ ବିଦ୍ୱାନ ବର୍ଗେ ଗୋଟିଏ ଦ୍ରବ୍ୟକୁ ଲୁଚେଇ ରଖିବା ପାଇଁ ଇଚ୍ଛା କରୁଛନ୍ତି। ଚତୁର୍ଦିଗକୁ ଚାହିଁ ସୁଦାମା ବ୍ରାହ୍ମଣ ଧର୍ମପତ୍ନୀ ମାନେ ଅଛନ୍ତି, ସଙ୍ଗାତୁଣୀ ମାନେ ଅଛନ୍ତି। ପତ୍ନୀ ଦେଇଥିବା ଦ୍ରବ୍ୟକୁ ପ୍ରଭୁଙ୍କୁ ଯଦି ଏଇଠି ଦେଇଦିଏ ତାହେଲେ ପ୍ରଭୁଙ୍କୁ ନିନ୍ଦା ହେବ। କଣ କରିବି? ଆଚ୍ଛା ସର୍ବଜନ ବିଦିତ କରିବା ପାଇଁ ପ୍ରକାଶ କରିବା ପାଇଁ ସେ କାଠରୁ ସେ ଖୁଦ ପୁଡ଼ିଆଟାକୁ ପ୍ରଭୁ ଛାଙ୍କି ନେଲେ। ସହକାରେ ସେ ତଣ୍ଡୁଳ ମୁଠକୁ ହାତରେ ଧରିଛନ୍ତି। ରାଜ ସିଂହାସନ ଉପରେ ଉପବେଶନ କରିଛନ୍ତି। ଅବନ୍ତୀ କଟକର ବ୍ରାହ୍ମଣ ସୁଦାମା ଆଣ୍ଠୁ ମାଡ଼ି ବସି ପଡ଼ିଛନ୍ତି। ଭଗବାନ କୃଷ୍ଣ ଚାହୁଁଛନ୍ତି ସମସ୍ତ ସଖୀ ମାନେ ପ୍ରଭୁ କଣ କରୁଛନ୍ତି। ସଖା ଆଣିଥିବା ସେଇ ଗଣ୍ଡୁଳ ଭଜାରୁ କାଟିକି ପକେଇ କି ପରମ ତୃପ୍ତି। ମଣ୍ଡଳରେ
সাদা ঝাড়াই
मुहूर्ते कृष्ण सुदामा केही काहारी तंडुल खाई सुदामा ब्राह्मणर समस्त कथा परिवर्तन हो आउ से भंगा कुरिया नहीं आउ भोकिला पेट नहीं चाहू चाहू कोठा अटालिका हो जाई ब्राह्मण से कुरिया घर बहुत दिन पर कहले सखा एबे घर कथा मन पड़िलानी संगातुनी बहुत घुरुथे तमर तम प्रेम रे मु गुटी भेटी पहुंची पिला पांचटा मोर खाइले कि बंचिले कोन कले परंत मु निघा रखि नहीं आपण मु पाई मु सब भूली गई एबे मते मो घर को विदा दियो हां सखा आउ किछ नहीं जहा इच्छा करथिले पिला समय रे जो भली भाव देखी आज राजभवन मध्य पाई दिले मात्र तुम परिवर्तन है एबे आपन विदा कपूर फेरिबा समय आउ सुदामा सा घर को चिनी करला सुदामा ब्राह्मण निज घर चारिपटे बुली से चाल छपर भंगा पूजा करछि ना नहीं से कुड़िया कुड़िया किन हला ये लीला विधृत करे श्रीमद बाबा बढ़िया माटे मोटार मानव शरीर मोसारी के Yeah.
ମାଟି ମଟାଳର ମାନବ ଶରୀର ମଶାଣି ଅନୁଦାନ ଏ ବିଶ୍ୱରେ ଯେତେ ଦିଅନ୍ତୁ ହୁଅନ୍ତୁ ନା କାହିଁକି ଅନ୍ଧକାର ପ୍ରକୋଷ୍ଠରୁ ଦୃଶ୍ୟମାନ ଜଗତକୁ ସ୍ପର୍ଶକାତର ହୋଇସାରିବା ପରେ ଦୃଶ୍ୟମାନ ଜଗତକୁ ଆସି ଗୋଟିଏ ନିଆଁର ଅନୁଭବକୁ ଗ୍ରହଣ କରୁଥିବା ସମୟରେ ଆଉ ଗୋଟିଏ ନିଆଁରେ ସେ ବିଲୀନ ହୋଇଯାଆନ୍ତି। ଦୁନିଆ ଦୁଇଟା ନିଆଁ ଜୀବନ ଯାତ୍ରା ପ୍ରଥମ ନିଆଁରୁ ଦ୍ୱିତୀୟ ନିଆଁକୁ ଯିବା ପର୍ଯ୍ୟନ୍ତ ଏତିକି ହେଉଛି ବ୍ୟବସ୍ଥା। ଏଇ ଯେ ମଣିଷ ଜୀବ ତାରି ଭିତରେ ସମସ୍ତ କର୍ମମୟ ଜଞ୍ଜାଳ ଅଛି। କିଏ ପାଠ ପଢା ଅଫିସର ହେଲା ତ କିଏ ସାଧୁ ସନ୍ଥ ହେଲା, କିନ୍ତୁ ଶାସ୍ତ୍ରକର୍ତ୍ତା କହିଲେ ଶ୍ରୀମଦ ବାବା ବଳିଆଙ୍କର ଭାବଧାରା ପରମ ଥଳିରେ ଧର୍ମ ସଞ୍ଚିରେ ମାନବ ଜୀବନ ଧନ୍ୟ। ଯିଏ ଯେତେ ବଡ଼ ହୁଅନ୍ତୁ ନା କାହିଁକି କର୍ମ ରୂପକ ଥଳିରେ ଯଦି ଧର୍ମ ସଞ୍ଚୟନ କରିବା ତାହେଲେ ମଣିଷ ଜୀବନର ବିକାଶ ହେଲା ବୋଲି, ମଣିଷ ଜୀବନ ସାର୍ଥକ ହେଲା ବୋଲି ଆମେ ଅନୁମାନ କରିବା। ଧନ କାହାକୁ କହିବା? ଧନୀ ବ୍ୟକ୍ତିଙ୍କୁ ଯେ ଇଷ୍ଟ ଧର୍ମ ପ୍ରତି ପ୍ରତିପାଳନ କରନ୍ତି ସେ ହେଉଛନ୍ତି ଧନୀ। ଆରେ ଇଷ୍ଟ ଧର୍ମ କଣ? ଧର୍ମ କହୁଛି ଜାଣିବ ଧର୍ମରୁ ମୁକ୍ତି ହୁଏ ମୁକାତିର ଫଳ ଓଲାଟାରୁ ଚାରଣରେ ସେ ଫଳ मूलाता मूला मूला धनारे साहबो रमरवा रमरु जाता हुए मुका तेरा फूलटा रुचारा से फड़ा फड़ा मूलाता मूला मूला धन रे सा
संरक्षण दीनादन संरक्षण सर्वे एक स्वर हरि बोल हुलो अधिकरु अधिक पाला देखिबा पई आमो चैनल सब्सक्राइब करंतु।